ଆଜି ଶୁଣିବା ଆରବ୍ୟ ରଜନୀର ଏକ ଅପରିଚିତ କାହାଣୀ ଅତି ଲୋଭରୁ ସର୍ବନାଶ। ଗପଟିକୁ ପରିବେଷଣ କରିଛନ୍ତି ପର୍ଶୁରାମ ବେହେରା। କଥନ ପ୍ରଦୀପ ମଲ୍ଲିକ। ବହୁକାଳ ତଳର କଥା, ଜଣେ ବଣିକ ବିଦେଶରୁ ନିଜ ରାଜ୍ୟକୁ ଫେରୁଥାନ୍ତି। ବାଣିଜ୍ୟରେ ତାଙ୍କୁ ଖୁବ୍ ସଫଳତା ମିଳିଥାଏ। ସେ 40 ଗୋଟି ଓଟ ଉପରେ ନାନାଦି ଦ୍ରବ୍ୟ ଲଦି ସେସବୁ ନିଜ ରାଜ୍ୟରେ ବିକ୍ରି କରିବାକୁ ନେଉଥାନ୍ତି। ରାସ୍ତା ଯାଇଥାଏ ଗୋଟିଏ ବଣ ଭିତର ଦେଇ। ହଠାତ୍ ସନ୍ଧ୍ୟାବେଳେ ଦଳେ ଡାକୁ ଆସି ତାଙ୍କର ସମସ୍ତ ସମ୍ପଦ ଲୁଟି ନେଲେ। ଯେଉଁ କେତେଜଣ ଲୋକଙ୍କୁ ବଣିକ ତାଙ୍କ ଓଟ ସଙ୍ଗେ ସଙ୍ଗେ ଚାଲିବା ନିମନ୍ତେ ବିଦେଶରୁ ଚୁକ୍ତି କରି ଆଣିଥାନ୍ତି, ସେମାନେ ଦେଖିଲେ ବଣିକ ସେମାନଙ୍କୁ କିଛି ପଇସା ପତ୍ର ଦେଇପାରିବେ ନାହିଁ। ସେମାନେ ତାକୁ ସେମିତି ବଣ ଭିତରେ ଛାଡ଼ିଦେଇ ନିଜ ରାଜ୍ୟକୁ ଫେରିଗଲେ। ବଣ ଭିତରେ ଅସହାୟ ବଣିକ ନିଜ କପାଳରେ କରାଘାତ କରି ଗୋଟାଏ ଗଛ ମୂଳରେ ବସିଥାନ୍ତି। ରାତି ପାହିଲା। ପାଖରେ ଗୋଟିଏ ପାହାଡ଼। ତହିଁର ଏକ ଗୁମ୍ଫା ଭିତରୁ ବାହାରି ଆସିଲେ ଜଣେ ସାଧୁ। କ'ଣ ହେଲା ବାପା, ଏତେ ଦୁଃଖ କାହିଁକି? ସେ ପଚାରିଲେ। ସାଧୁ ବାବା, ମୋର ସର୍ବନାଶ ହୋଇଗଲା। 2 ବର୍ଷ କାଳ ବିଦେଶରେ ବେପାର ବାଣିଜ୍ୟ କରି ଯାହା ଆୟ କରିଥିଲି, ସେଥିରେ ଆମ ନିଜ ରାଜ୍ୟରେ ବିକ୍ରୟ କରିବା ନିମନ୍ତେ ନାନା ବସ୍ତୁ ସଂଗ୍ରହ କରି ଫେରୁଥିଲି। ଡାକୁମାନେ ସବୁ ନେଇଗଲେ। ମୁଁ ନିଃସ୍ୱ। ଦେଖେ ବାପା, ଯେ ଯାଏ ତୋର ପ୍ରାଣ ଅଛି, ତୁ ନିଃସ୍ୱ ନୋହୁଁ। ଆଚ୍ଛା, ଯେତେ ଦ୍ରବ୍ୟ ତୁ ହରାଇଲୁ, ସୁନା ହିସାବରେ ତାର ମୂଲ୍ୟ କେତେ ହେବ? ପଚାରିଲେ ସାଧୁ। ବଣିକ କହିଲେ, ଅନ୍ତତଃ ଅଧଥଳିଏ ସୁନା ହେବ। ତୁ ଚିନ୍ତା କରନା, ମୁଁ ତୋର ଓଟମାନଙ୍କ ଉପରେ 2 ଥଳି କରି 80 ଥଳି ସୁନା ଲଦି ଦେବି। ତେବେ ତୁ ମୋତେ 20ଟି ସୁନା ବୋଝେଇ ଓଟ ଦେଇ ବାକି 20ଟି ନେଇଯିବୁ। ରାଜି? ପଚାରିଲେ ସାଧୁ। ବାବା, 20ଟି କାହିଁକି? ଆପଣ 39ଟି ସୁନା ବୋଝେଇ ଓଟ ରଖିନେଲେ ବି ମୋର ଆପତ୍ତି ନାହିଁ। 2 ଥଳି ସୁନା ନେଇଗଲେ ମୁଁ ଜଣେ ଜମିଦାର ବନିଯିବି, ଆନନ୍ଦରେ କହିଲେ ବଣିକ। କିନ୍ତୁ ସାଧୁ ବାବା, ଆପଣ ମୋ ସାଙ୍ଗରେ ଥଟ୍ଟା କରୁଛନ୍ତି କି? ଟିକିଏ ସନ୍ଦେହ ଭରା କଣ୍ଠରେ ପଚାରିଲେ ବଣିକ। ସାଧୁ ବାବା ହସିଲେ। ତୁ ସହ ଥଟ୍ଟା କରି ମୋତେ ଲାଭ କ'ଣ ପୁଅ? ମୁଁ ଜାଣେ ଏଇ ପାହାଡ଼ର ଗୋଟିଏ ବିଶାଳ ଗୁମ୍ଫା ଭିତରେ ବହୁ ସୁନା ଗଚ୍ଛିତ ହୋଇ ରହିଛି। ସେଥିରୁ ତୁ ବରଂ କିଛି ନେଇଯା। ସାଧୁ କହିଲେ। ଏହାପରେ ସେ ନିଜ ଗୁମ୍ଫା ଭିତରୁ ଗୋଟିଏ ଛୋଟ ପାତ୍ର ବାହାର କରି ନେଇ ଆସିଲେ। ପାଖରେ ଥିବା ଆଉ ଗୋଟିଏ ଗୁମ୍ଫା ଦେଖାଇ ସେ ବଣିକକୁ ଓଟମାନଙ୍କୁ ସେ ଗୁମ୍ଫା ସାମ୍ନାରେ ଠିଆ କରିବାକୁ କହିଲେ। ବଣିକ ଆନନ୍ଦ ତଥା କୌତୂହଳ ସହ ଦେଖୁଥାନ୍ତି। ସାଧୁ ସେ ଛୋଟ ପାତ୍ରରୁ କିଛି ମଲମ ବାହାର କରି ନିଜର 2 ଆଖିରେ ଲଗାଇଲେ। ଏହା କ'ଣ ବାବା? ବଣିକ ପଚାରନ୍ତେ ସାଧୁ କହିଲେ, ଏହା ଲଗାଇଲେ ଯାବତୀୟ ଗୁପ୍ତଧନ ଦେଖାଯିବ, ନହେଲେ ସେସବୁ ପାଇବା ଅସମ୍ଭବ। ସାଧୁ ଭିତରେ ପଶି 2 ଥଳି ସୁନା ବାହାର କରି ଆଣୁଥାନ୍ତି। ବଣିକ ଗୋଟାଏ ପରେ ଗୋଟାଏ ଓଟ ଉପରେ ସେଗୁଡ଼ିକ ଯଥାଯଥ ଭାବରେ ରଖୁଥାନ୍ତି। 40ଟି ଯାକ ଓଟ ପିଠିରେ ସୁନାଭାର ବୋଝେଇ ହୋଇଗଲା। ବଣିକ ପ୍ରତି ଥଳି ଖୋଲି ଦେଖି ନେଉଥାନ୍ତି। ବାସ୍ତବିକ ସେସବୁ ଖାଣ୍ଟି ସୁନା। ସବା ଆଗରେ ଥିବା ଗୋଟିଏ ଓଟ ଚାଲିଲେ ବାକି ସବୁ ଓଟ ତାକୁ ଅନୁସରଣ କରିବା ନିମନ୍ତେ ତାଲିମ ପାଇଥାନ୍ତି। ବଣିକ 20ଟି ଓଟ ସାଧୁଙ୍କ ପାଇଁ ଛାଡ଼ି ବାକି 20ଟି ନେଇ ବିଦାୟ ସକାଶେ ପ୍ରସ୍ତୁତ ହେଲେ। ସାଧୁ ବାବା କହିଲେ, ତମେ ପାଖ ଗାଁକୁ ଯାଇ ମୋ କଥା କହିବ। ସଙ୍ଗେ ସଙ୍ଗେ ତମେ ଯେତେଜଣ ଲୋକ ଚାହଁ ସେତେଜଣ ତମ ସହ ଯିବାକୁ ବାହାରି ପଡ଼ିବେ। ତମ ଘରେ ପହଞ୍ଚିବା ପରେ ସେମାନଙ୍କୁ ଯଥାର୍ଥ ପାରିଶ୍ରମିକ ଦେଇଦେବ। ଆଜ୍ଞା, କହିଲେ ବଣିକ। ଆଉ କିଛି କହିବାର ଅଛି? ପଚାରିଲେ ସାଧୁ। ବଣିକ ପଚାରିଲେ, ଆପଣ ସୁନା ବୋଝେଇ 20ଟି ଓଟ ନେଇ କରିବେ କ'ଣ? ସାଧୁ ଉତ୍ତର ଦେଲେ, ସେଥିରେ ତମର କ'ଣ ଅଛି? ସେ କଥାରେ ତମେ ମୁଣ୍ଡ ପୁରାଅ ନାହିଁ, ଯାଅ। ବଣିକ 20ଟି ଓଟ ଧରି ଅଳ୍ପ ବାଟ ଯାଇ ପୁଣି ଫେରି ଆସିଲେ ସାଧୁଙ୍କ ପାଖକୁ ଏବଂ କରଯୋଡ଼ି କହିଲେ, ବାବା, ତମେ 10ଟି ଓଟ ରଖିଲେ ଚଳିବ ନାହିଁ? ସାଧୁ ଟିକେ ହସି ଦେଇ କହିଲେ, କାହିଁକି ନ ଚଳିବ? ସବୁ ଚଳିବ। ଏହା କହି ସାଧୁ ଅଧିକ 10ଟି ଓଟ ତାଙ୍କୁ ନେଇଯିବାକୁ ଇଙ୍ଗିତ ଦେଲେ। ବଣିକ ଖୁସି ହୋଇ ବର୍ତ୍ତମାନ 40ଟି ଓଟ ଧରି ଅଗ୍ରସର ହେଲେ। କିନ୍ତୁ ହଠାତ୍ ସେ ଫେରି ପଡ଼ି ଦୌଡ଼ି ଦୌଡ଼ି ଆସି ପହଞ୍ଚିଲେ ସାଧୁଙ୍କ ପାଖରେ। ଆଜ୍ଞା, ଆପଣ ତ କହିଲେ ସବୁ ଚଳିବ, ତେବେ ବାକି 10ଟି ଓଟ ମୁଁ ନେଇଗଲେ ବି ଚଳିବ? ସାଧୁ କହିଲେ, ନେଇଯାଅ। ଆନନ୍ଦରେ ବର୍ତ୍ତମାନ 40 ଗୋଟି ଯାକ ଓଟ ଧରି ବଣିକ ଅଗ୍ରସର ହେଲେ। କିନ୍ତୁ ଅଧିକ ଦୂର ନୁହେଁ। ସେ ପୁଣି ଆସି ସାଧୁଙ୍କୁ କହିଲେ, ସାଧୁ ବାବା, ଆପଣ ବୈରାଗୀ ମଣିଷ,
ସେ ମଲମ ଆପଣଙ୍କର ବା କେଉଁ କାମରେ ଆସିବ? ସେତକ ମୋତେ ଦେଇ ଦିଅନ୍ତୁ। ନା ବାବା, ଏହା ତମଠି କାମ ଦେବ ନାହିଁ, ସାଧୁ ଜଣାଇଲେ। ଦେଇ ଦିଅନ୍ତୁ ଆଜ୍ଞା, ଦେଇ ଦିଅନ୍ତୁ। ଏହା କହି ବଣିକ ସାଧୁଙ୍କ ହାତରୁ ସେ ଟିକି ପାତ୍ରଟି ଛଡ଼ାଇ ନେଲେ। ସାବଧାନ, ତମେ ତାକୁ ବ୍ୟବହାର କର ନାହିଁ, ପସ୍ତେଇବ। ସାଧୁ ଚେତାବନୀ ଦେଲେ, କିନ୍ତୁ ବଣିକ କିଛି ଶୁଣିଲେ ନାହିଁ। ସେ ଆଉ କେତେ ଗୁପ୍ତଧନ ସେ ପାହାଡ଼ ଗୁମ୍ଫାରେ ରହିଛି ତାହା ଜାଣିବାକୁ ଅତିଶୟ ଉତ୍କଣ୍ଠା ବୋଧ କରୁଥିଲେ। ଜାଣିଲେ ପରେ ଆସି ସେସବୁ ବୋହି ନେଇ ଯାଇପାରିବେ। ସେ ଅଧୈର୍ଯ୍ୟ ହୋଇ ନିଜ ଆଖି ଦୁଇଟିରେ ମଲମ ଲଗାଇଲେ। ବାସ୍, ସେ ହରାଇଲେ ଦୃଷ୍ଟିଶକ୍ତି, ସମ୍ପୂର୍ଣ୍ଣ ଅନ୍ଧ ହୋଇଗଲେ। ସାଧୁ ବାବା, ଇଏ କ'ଣ ହେଲା? ମୋତେ ମୋ ଦୃଷ୍ଟିଶକ୍ତି ଫେରାଇ ଦିଅ। ବଣିକ ଚିତ୍କାର କଲେ। କୌଣସି ଉତ୍ତର ଆସିଲା ନାହିଁ। ସାଧୁ ବାବା, ତମେ 20ଟି ଓଟ ରଖ, ବିନା ଦୃଷ୍ଟିଶକ୍ତିରେ ମୁଁ କରିବି କ'ଣ? ସେ ପାଟି କଲେ। ଉତ୍ତର ଆସିଲା ନାହିଁ। ସାଧୁ ବାବା, ତମେ ସବୁ ଓଟ ରଖ, ମୋ ଦୃଷ୍ଟିଶକ୍ତି ଫେରାଇ ଦିଅ। ତାଙ୍କ କଣ୍ଠ ପାହାଡ଼ରେ ପ୍ରତିଧ୍ୱନି ତୋଳିଲା ସିନା, ତାଠୁ ଭିନ୍ନ କୌଣସି ଆବାଜ ଆସିଲା ନାହିଁ। ବେଶ କିଛି ଦିନ ପରେ ସେହି ବଣିକଙ୍କୁ ତାଙ୍କ ରାଜ୍ୟର କେତେଜଣ ତୀର୍ଥଯାତ୍ରୀ ଦେଖିଲେ। ସେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିଲେ ଓ ଭିକ ମାଗି ଚଳୁଥିଲେ। ତୀର୍ଥଯାତ୍ରୀମାନେ ତାଙ୍କୁ ନେଇଯାଇ ତାଙ୍କ ଘରେ ଛାଡ଼ିଲେ। ଏମିତି ଭାବରେ ବଣିକ ଜଣକ ସର୍ବସ୍ୱ ହରାଇବା ସହିତ ନିଜର ସର୍ବନାଶ କରି ବସିଲେ। ଆଜି ଶୁଣିବା ଗୋଟିଏ ପାଠ୍ୟ ପୁସ୍ତକର କାହାଣୀ ହଂସଟି କାହାର। ପରିବେଷଣ ପରଶୁରାମ ବେହେରା, କଥନ ପ୍ରଦୀପ ମଲ୍ଲିକ। ପ୍ରାୟ 5000 ବର୍ଷ ତଳର କଥା। କପିଳବାସ୍ତୁ ରାଜ୍ୟରେ ରାଜୁତି କରୁଥାନ୍ତି ରାଜା ସୁଧୋଧନ। ତାଙ୍କର ଥିଲା ଗୋଟିଏ ବୋଲି ପୁତ୍ର ସନ୍ତାନ। ତାଙ୍କର ନାଁ ହେଲା ସିଦ୍ଧାର୍ଥ। ପିଲାଦିନରୁ ସିଦ୍ଧାର୍ଥ ଥିଲେ ଖୁବ୍ ଭଦ୍ର ଓ ଦୟାଳୁ। ସେ ମଣିଷ ଓ ପଶୁପକ୍ଷୀଙ୍କ ପ୍ରତି ଖୁବ୍ ଦୟାଶୀଳ ଥିଲେ। ଏଣୁ ସମସ୍ତେ ତାଙ୍କୁ ଖୁବ୍ ଭଲ ପାଉଥିଲେ। ସିଦ୍ଧାର୍ଥଙ୍କର ମାଉସୀ ପୁଅ ଭାଇ ଥିଲେ ଦେବଦତ୍ତ। ସମାନ ବୟସ। ସେ ବି କପିଳବାସ୍ତୁ ରାଜନଗରରେ ରହି ବଢ଼ୁଥିଲା। ଏଣୁ ସିଦ୍ଧାର୍ଥ ଓ ଦେବଦତ୍ତ ଥିଲେ ଖୁବ୍ ସାଙ୍ଗ। ଏକା ଗୁରୁଙ୍କ ନିକଟରେ ପାଠ ବି ପଢ଼ୁଥିଲେ। ମାତ୍ର ଦୁହିଁଙ୍କ ଭାବନା ଓ କାର୍ଯ୍ୟକଳାପ ଥିଲା ସମ୍ପୂର୍ଣ୍ଣ ବିପରୀତ। ସିଦ୍ଧାର୍ଥ ଭଦ୍ର ଓ ଦୟାଳୁ ହୋଇଥିବା ବେଳେ ଦେବଦତ୍ତ ଥିଲେ ନିଷ୍ଠୁର। ସେ ପଶୁପକ୍ଷୀ ଆଦି ଜନ୍ତୁ ଶିକାର କରିବାରେ ପାଉଥିଲେ ଖୁବ୍ ଆନନ୍ଦ। ଦିନେ ସିଦ୍ଧାର୍ଥ ଓ ଦେବଦତ୍ତ ରାଜ ଉଦ୍ୟାନରେ ଖେଳୁଥାନ୍ତି। ସେହି ଉଦ୍ୟାନଟି ଅନେକ ଗୁଡ଼ିଏ ଫଳ ଓ ଫୁଲ ଗଛରେ ପରିପୂର୍ଣ୍ଣ ଥାଏ। ଗଛମାନଙ୍କରେ ବିଭିନ୍ନ ଜାତିର ପକ୍ଷୀ ବସା ବାନ୍ଧିଥାନ୍ତି। ସିଦ୍ଧାର୍ଥ ଗୋଟିଏ ସ୍ଥାନରେ ବସିଥିବା ବେଳେ ଦେବଦତ୍ତ ଉଦ୍ୟାନର ଅନ୍ୟ ପ୍ରାନ୍ତକୁ ବୁଲି ଯାଇଥିଲେ। ଠିକ୍ ଏତିକି ବେଳେ ଗୋଟିଏ ରାଜହଂସ ସିଦ୍ଧାର୍ଥଙ୍କ ପାଖରେ ଖସି ପଡ଼ିଲା। ସିଦ୍ଧାର୍ଥ ଚମକି ପଡ଼ି ହଂସଟିକୁ ଆଦରରେ କୋଳକୁ ଉଠାଇ ନେଲେ। ଦେଖିଲେ ତା ଦେହରେ ଗୋଟିଏ ସର ଲାଗିଛି, ରକ୍ତ ଝରୁଛି। ସିଦ୍ଧାର୍ଥଙ୍କ ଆଖିକୁ ଲୁହ ଆସିଗଲା। ସେ କରୁଣା ବିଗଳିତ ହୋଇ ହଂସ ଦେହରୁ ସର ବାହାର କରି କିଛି ଔଷଧାଦି ପତ୍ରର ରସ ଲଗାଇ ଦେଲେ। ଏହାପରେ ହଂସକୁ ଧରି ରାଜବୈଦ୍ୟଙ୍କ ନିକଟକୁ ଚିକିତ୍ସା ନିମନ୍ତେ ନେବାକୁ ବାହାରିଲେ। ଠିକ୍ ଏତିକି ବେଳେ ଧନୁସର ଧରି ସେଠାରେ ଆସି ପହଞ୍ଚିଲେ ଦେବଦତ୍ତ। ହଂସଟିକୁ ସିଦ୍ଧାର୍ଥଙ୍କ ହାତରେ ଦେଖୁ ଦେଖୁ ସେ କହିଲେ, ଏ ହଂସଟି ମୋର, ମୋତେ ଦେଇଦିଅ। ସିଦ୍ଧାର୍ଥ କହିଲେ, ନା, ଏ ହଂସଟି ମୋର, ମୁଁ ତୁମକୁ କେବେ ବି ଦେଇପାରିବିନି। ଏହାକୁ ମୁଁ ମୋର ଧନୁସର ଦ୍ୱାରା ମାରିଛି, ଏଣୁ ଏ ହଂସଟି ମୋର। ସିଦ୍ଧାର୍ଥ ବି ସେହିପରି ଦମ୍ଭର ସହ କହିଲେ, ମୁଁ ଏ ହଂସଟିର ଜୀବନ ରକ୍ଷା କରିଛି, ଏଣୁ ଏ ହେଉଛି ମୋର। ଏମିତି କଳିଗୋଳରେ ସମୟ ବିତିଲା। ହେଲେ ଏହାର ସମାଧାନ କ'ଣ? ତେବେ ହଂସଟି କାହାର? ଏଣୁ ଦୁହେଁ ସେହି ହଂସଟିକୁ ନେଇ ସେମାନଙ୍କ ଗୁରୁଙ୍କ ପାଖରେ ପହଞ୍ଚିଲେ। ଗୁରୁଙ୍କୁ ପ୍ରଣାମ କରି ଦୁହେଁ କହିଲେ, ଗୁରୁଦେବ, ଆପଣ ଆମ ସମସ୍ୟାର ସମାଧାନ କରିଦିଅନ୍ତୁ। ଦୟାକରି କୁହନ୍ତୁ, ଏ ହଂସଟି କାହାର? ଗୁରୁ ସମସ୍ତ ଘଟଣା ଦୁହିଁଙ୍କ ଠାରୁ ମନ ଦେଇ ଶୁଣିଲେ।
ତାପରେ କହିଲେ, ଦେବଦତ୍ତ ହଂସଟିକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସିଦ୍ଧାର୍ଥ ତାର ପ୍ରାଣ ରକ୍ଷା କରିଛନ୍ତି। ଜଣେ ହତ୍ୟାକାରୀ ଠାରୁ ଜୀବନ ରକ୍ଷାକାରୀ ଶତଗୁଣରେ ମହାନ। ଏଣୁ ହଂସଟି ସିଦ୍ଧାର୍ଥଙ୍କର। ଗୁରୁଙ୍କ ଠାରୁ ରାୟ ଶୁଣି ଦେବଦତ୍ତ ଲଜ୍ଜିତ ହୋଇ ଫେରିଲେ। ହଂସଟିର କ୍ଷତସ୍ଥାନ ଭଲ ହୋଇଯିବା ପରେ ସିଦ୍ଧାର୍ଥ ହଂସଟିକୁ ଉଡ଼ାଇଦେଲେ। ଏହି ଦୟାଶୀଳ ସିଦ୍ଧାର୍ଥ ପରବର୍ତ୍ତୀ ସମୟରେ ଗୌତମ ବୁଦ୍ଧ ରୂପେ ପରିଚିତ ହେଲେ। ତାଙ୍କର ଏହି ଅହିଂସା ନୀତି ଓ ମହନୀୟତା ପାଇଁ ସାରା ବିଶ୍ୱରେ ପୂଜା ପାଇଲେ। नमस्कार श्रोता बंधु, जदि आपण मानक आम गप भल लगुए आपण मन को छुए तेबे लाइक करूँ, सब्सक्राइब करूँ। सुंदर सुंदर कहानी नहीं आम पुणी आपण पाखे आग को आसबू। आपण सब्सक्राइब करने बेल आइकन को दबाइबा केबे भी भूलिबेनी। जय जगन्नाथ।